हेलो एवरीवन। आजिकार वीडियो स्टार्ट करने पूर्व आपण मैंने आम यूट्यूब चैनल को सब्सक्राइब कर दिंतु एवं बेल आइकन को दबाई ऑल नोटिफिकेशन ऑप्शन को ऑन कर दिंतु। तो आज आम पढ़ा कृषिजात द्रव्य कौन, प्रधान कृषिजात द्रव्य कौन। यह हूँ तृतीय अध्याय कृषिर पार्ट 2 वीडियो। तो एबे आम जानिबा प्रधान कृषिजात द्रव्य कौन। पृथ्वीर विभिन्न देशर जनसंख्या बढ़िबा सहित विविध प्रकार शस्यर चाहिदा मध्य वृद्धि पाइଥାଏ। ଏହି ଶସ୍ୟ ମଧ୍ୟରେ କେତେକ ଶସ୍ୟ ବିଭିନ୍ନ ଶିଳ୍ପ ପାଇଁ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ, ଯେପରିକି ଗହମ, ଧାନ, ମକା ଓ ବାଜରା ମୁଖ୍ୟ ଖାଦ୍ୟ ଶସ୍ୟ ରୂପେ ବ୍ୟବହାର କରାଯାଏ। ସେହିପରି ଝୋଟ ଓ କପା ତନ୍ତୁ ଜାତୀୟ ଖାଦ୍ୟ ଶସ୍ୟ ଏବଂ ଚାହା, କଫି ମୁଖ୍ୟ ପାନୀୟ ଫସଲ ରୂପେ ବ୍ୟବହାର କରାଯାଏ। ତ ଗହମ ଚାଷ ବିଷୟରେ ଆମେ ଜାଣିବା। ଗହମ କେମିତି କଣ ଚାଷ କରାଯାଏ, କଣ କୋଉଠି ଚାଷ କରାଯାଏ, କୋଉ ଦେଶରେ ଅଧିକା କରାଯାଏ, ଭାରତରେ କୋଉଠି ଅଧିକା ଚାଷ କରାଯାଏ, ଏସବୁ ବିଷୟରେ ଆମେ ଏବେ ଜାଣିବା। ତ ଗହମ କୋଉଠି ଚାଷ କରାଯାଏ? ତ ନାତିଶୀତୋଷ୍ଣ ମଣ୍ଡଳରେ ଥିବା ପୃଥିବୀର ବିଭିନ୍ନ ଅଞ୍ଚଳରେ ଗହମ ଚାଷ କରାଯାଏ। ଉତ୍ତର ଉତ୍ତର ଗୋଲାର୍ଦ୍ଧର ଏହି ଅଞ୍ଚଳରେ ଶତକଡ଼ା ପ୍ରାୟ 90% ଗହମ ଚାଷ କରାଯାଏ। ଗହମରୁ ଉଭୟ ଶ୍ୱେତସାର ଓ ପୁଷ୍ଟିସାର ଯୁକ୍ତ ଖାଦ୍ୟ ମିଳିଥାଏ। ଯୁକ୍ତରାଷ୍ଟ୍ର, ଆମେରିକା, ଅଷ୍ଟ୍ରେଲିଆ, ରୁଷିଆର ବିସ୍ତୃତ ଅଞ୍ଚଳରେ ଗହମ ଚାଷ କରାଯାଏ। ତ ଭାରତରେ ଗହମ ଏକ ରବି ଫସଲ ବା ଶୀତକାଳୀନ ଫସଲ ଅଟେ। ତ ରବି ଫସଲ କଣ? ରବି ଫସଲ ହଉଛି ଶୀତ ଋତୁ ଆରମ୍ଭରେ ବୁଣା ଯାଇ ଗ୍ରୀଷ୍ମ ଋତୁ ଆରମ୍ଭରେ ଅମଳ କରାଯାଉଥିବା ଫସଲକୁ ଆମେ କଣ କହୁଛୁ ନା ରବି ଫସଲ। ତେଣୁ ଗହମକୁ ଯେହେତୁ ଶୀତ ଋତୁ ଆରମ୍ଭରେ ବୁଣିକି ଆମେ ଗ୍ରୀଷ୍ମ ଋତୁ ଆରମ୍ଭରେ ଅମଳ କରୁଛୁ, ସେଥିପାଇଁ ଗହମକୁ ଏକ ରବି ଫସଲ ବା ଶୀତକାଳୀନ ଫସଲ ବୋଲି ଆମେ କହୁଛୁ। ତ ଏହା କେତେ ତାପମାତ୍ରାରେ ଏହା ହେଇଥାଏ ଗହମ ଚାଷ ନା 10 ଡିଗ୍ରୀରୁ 15 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଗହମ ଚାଷ ପାଇଁ ଉପଯୁକ୍ତ ଅଟେ। ଅମଳ ସମୟରେ 20 ଡିଗ୍ରୀରୁ 25 ଡିଗ୍ରୀ ସେଲସିୟସ ତାପମାତ୍ରା ଦରକାର କରେ। ଗହମ ଉତ୍ପାଦନରେ ଭାରତ ବର୍ତ୍ତମାନ ଆତ୍ମନିର୍ଭର ହୋଇପାରିଛି। ଦେଶର ଚାହିଦା ପୂରଣ କରିବା ସହିତ ବିଦେଶକୁ ଗହମ ରପ୍ତାନି କରିବାରେ ଆମ ଦେଶ ସକ୍ଷମ ହୋଇପାରିଛି। ଗହମ ଉତ୍ପାଦନରେ ଆଶାନୁରୂପ ଅଭିବୃଦ୍ଧି ହେଉଥିବାରୁ ଭାରତ ଏକ ଗହମ ବିପ୍ଳବ ବୋଲି କୁହାଯାଏ। ଯେହେତୁ ଭାରତରେ ଗହମ ଉତ୍ପାଦନରେ ଆଶାନୁରୂପ ଅଭିବୃଦ୍ଧି ହେଉଥିବାରୁ ଭାରତରେ ଏହାକୁ ଗହମ ବିପ୍ଳବ ବୋଲି ଆମେ କହୁଛୁ। ତ ଭାରତର କୋଉଠି କୋଉଠି ଚାଷ କରାଯାଏ ଗହମ ନା ଭାରତର ଗଙ୍ଗା ସତଲେଜ ସମତଳ ଅଞ୍ଚଳ ମୁଖ୍ୟ ଗହମ ଉତ୍ପାଦନ ଅଞ୍ଚଳ। ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଗହମ ଚାଷ କରାଯାଏ। ଓଡ଼ିଶାର କଟକ, ସମ୍ବଲପୁର ଓ ବାଲେଶ୍ୱର ଜିଲ୍ଲାରେ ଅଧିକ ଗହମ ଚାଷ କରାଯାଏ। ତ ଏବେ ଆମେ ଜାଣିବା ଧାନ ଚାଷ କୋଉଠି ହୁଏ, କୋଉ ଦେଶରେ ଅଧିକ ହୁଏ, କୋଉ ଅଞ୍ଚଳର ଲୋକମାନେ ଏହାକୁ ଅଧିକା ଖାଆନ୍ତି। ତ ଧାନ ଚାଷ ପୃଥିବୀର ସର୍ବାଧିକ ଲୋକଙ୍କର ପ୍ରଧାନ ଖାଦ୍ୟ ଶସ୍ୟ। କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳର ଲୋକମାନଙ୍କର ଭାତ ମୁଖ୍ୟ ଖାଦ୍ୟ। ଧାନ ଫସଲର ଅଧିକ ଉତ୍ତାପ, ଅଧିକ ଆର୍ଦ୍ରତା, ଅଧିକ ବୃଷ୍ଟି ଦରକାର କରେ। 27 ଡିଗ୍ରୀରୁ 30 ଡିଗ୍ରୀ ସେଲସିୟସ ତାପମାତ୍ରା, 100 ସେଣ୍ଟିମିଟର 200 ସେଣ୍ଟିମିଟର ବୃଷ୍ଟିପାତ, ନଦୀ ଉପତ୍ୟକା, ତ୍ରିକୋଣଭୂମି ଅଞ୍ଚଳ, ମଟାଳ, ପଟୁ ଓ ଦରସା ମାଟିରେ ଧାନ ଚାଷ ଭଲ ହୋଇଥାଏ। ଚୀନ ଧାନ ଉତ୍ପାଦନରେ ପୃଥିବୀରେ ପ୍ରଥମ। ଭାରତ, ଜାପାନ, ଶ୍ରୀଲଙ୍କା ଏବଂ ମିଶରରେ ବହୁଳ ଭାବରେ ଧାନ ଚାଷ କରାଯାଇଥାଏ। ଭାରତ ଓ ବାଂଲାଦେଶରେ ବର୍ଷକୁ 2-3 ଥର ଧାନ ଫସଲ କରାଯାଇଥାଏ। ଭାରତରେ ଧାନ ଏକ ଖରିଫ ଫସଲ ଅଟେ। ତ ଏବେ ପୁଣି ଆମେ ଜାଣିବା ଖରିଫ ଫସଲ କଣ। ଖରିଫ ଫସଲ କଣ ନା ଗ୍ରୀଷ୍ମ ଋତୁ ଆରମ୍ଭରେ ବୁଣାଯାଇ ଶୀତ ଋତୁ ଆରମ୍ଭରେ ଅମଳ କରାଯାଉଥିବା ଫସଲକୁ ଆମେ କଣ କହୁଛୁ ନା ଖରିଫ ଫସଲ। ତେଣୁ ଭାରତକୁ ଏକ ଖରିଫ ଫସଲ ଭାବରେ ବିବେଚିତ କରାଯାଏ। ତ ଭାରତର ଅଧିକାଂଶ ଅଞ୍ଚଳରେ ଧାନ ଚାଷ କରାଯାଏ। ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ, କାବେରୀ ପ୍ରଭୃତି ନଦୀ ଉପତ୍ୟକା ଅଞ୍ଚଳ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଧାନ ଚାଷ ଅଧିକ ପରିମାଣରେ କରାଯାଏ। ପାର୍ବତ୍ୟାଞ୍ଚଳର ଢାଳୁ ଅଂଶରେ ସୋପାନ ପ୍ରଣାଳୀରେ ମଧ୍ୟ ଧାନ ଚାଷ କରାଯାଇଥାଏ। ଭାରତର ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଉତ୍ତରାଖଣ୍ଡ, ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଧାନ ଚାଷ କରାଯାଏ। ତ ଓଡ଼ିଶାର କୋଉଠି ହୁଏ ନା ସମ୍ବଲପୁର, ବରଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ଧାନ ଚାଷ ପାଇଁ ବିଶେଷ ଭାବରେ ପରିଚିତ। ଧାନ ଉତ୍ପାଦନରେ ଭାରତ ସ୍ୱାବଲମ୍ବୀ। ଘରୋଇ ଆବଶ୍ୟକତା ପୂରଣ କରିବା ପରେ ଅବଶିଷ୍ଟ ଧାନ ବିଦେଶକୁ ରପ୍ତାନି କରାଯାଇଥାଏ। ଆମ ଦେଶରେ ଧାନ ଚାଷ ଶ୍ରମ ଭିତ୍ତିକ ବୃତ୍ତି ହୋଇଥିବାରୁ ଅଧିକ କର୍ମ ଯୋଗାଣରେ ସହାୟକ ହେବା ସହିତ ବେକାରୀ ଦୂର କରେ। ଏବେ ଜାଣିବା ମକା ଚାଷ କେମିତି ହୁଏ, କୋଉଠି ଅଧିକ ପରିମାଣରେ ହୁଏ, ତା ପାଇଁ କେତେ ତାପମାତ୍ରା ଦରକାର, କଣ କଣ ଆବଶ୍ୟକ। ତ ମକା ଉଭୟ ମନୁଷ୍ୟ ଖାଦ୍ୟ ଓ ପଶୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। ତାପମାତ୍ରା 20 ଡିଗ୍ରୀରୁ
30°C ଏବଂ 50 ସେଣ୍ଟିମିଟରରୁ 100 ସେଣ୍ଟିମିଟର ବୃଷ୍ଟିପାତ, କ୍ରାନ୍ତୀୟ ଜଳବାୟୁ ଏବଂ ଅଧିକ ସୂର୍ଯ୍ୟ କିରଣ ମକା ଚାଷ ପାଇଁ ଉପଯୁକ୍ତ। ନିଗିଡା ମାଟିରେ ମକା ଚାଷ ଭଲ ହୁଏ। ଦକ୍ଷିଣ ଆଫ୍ରିକାର ନିଗ୍ରୋମାନେ ମକାକୁ ମୁଖ୍ୟ ଖାଦ୍ୟ ରୂପରେ ଗ୍ରହଣ କରିଥାନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ବ୍ରାଜିଲ, ଆର୍ଜେଣ୍ଟିନା, ମେକ୍ସିକୋ, ରୁଷିଆ, କାନାଡାରେ ମକା ବ୍ୟାପକ ଭାବରେ ଚାଷ କରାଯାଇଥାଏ। ଉନ୍ନତ କିସମର ବିହନ, ରାସାୟନିକ ସାର, ଜଳସେଚନ ମକା ଚାଷର ଅଭିବୃଦ୍ଧି ଘଟାଇଥାଏ। ମକା ଉତ୍ପାଦନରେ ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀରେ ପ୍ରଥମ ନିଶ୍ଚିତ ଭାବରେ ମନେ ରଖିବାର ବିଷୟ ଏବଂ ଚୀନ ଦ୍ୱିତୀୟ ସ୍ଥାନରେ ଅଧିକାର କରିଛି। ଭାରତର କୋଉଠି କୋଉଠି ମକା ଚାଷ କରାଯାଏ ନା ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଜାମ୍ମୁ କାଶ୍ମୀର ଏବଂ ମଧ୍ୟପ୍ରଦେଶ। ଓଡ଼ିଶାର କୋଉଠି ଅଧିକ ଚାଷ କରାଯାଏ ନା ଗଞ୍ଜାମ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ମକା ଚାଷ କରାଯାଏ। ଏବେ ଆମେ ଜାଣିବା ବାଜରା ଚାଷ କୋଉଠି ହୁଏ, କେତେ ତାପମାତ୍ରା ଦରକାର, କେତେ ବୃଷ୍ଟିପାତ ଦରକାର, କୋଉ ଦେଶରେ ଅଧିକ ହୁଏ ସେ ବିଷୟରେ ଏବେ ଜାଣିବା। ତ ବାଜରା, ମକା ପରି ବାଜରାକୁ ମଧ୍ୟ ଉଭୟ ମନୁଷ୍ୟ ଖାଦ୍ୟ ଓ ପଶୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ। ଅନୁର୍ବର ମୃତ୍ତିକା, 27°ରୁ 32°C ତାପମାତ୍ରା, 50 ସେଣ୍ଟିମିଟରରୁ 120 ସେଣ୍ଟିମିଟର ବୃଷ୍ଟିପାତ ଅଞ୍ଚଳରେ ବାଜରା ଚାଷ କରାଯାଏ। ଏହା ଜଳସେଚନ ଆବଶ୍ୟକ କରେ ନାହିଁ। ଏହା ଏକ ପୁଷ୍ଟିକର ଖାଦ୍ୟଶସ୍ୟ। ଆନ୍ତର୍ଜାତିକ ବଜାରରେ ବାଜରାର ଚାହିଦା ନାହିଁ। ଭାରତ, ଚୀନ, ନାଇଜର ମୁଖ୍ୟ ବାଜରା ଉତ୍ପାଦନକାରୀ ଦେଶ। ଭାରତର ରାଜସ୍ଥାନ ବାଜରା ଉତ୍ପାଦନରେ ଅଗ୍ରଣୀ। ଏହା ବ୍ୟତୀତ ଭାରତର କୋଉଠି ହୁଏ ନା କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ, ହରିୟାଣା ରାଜ୍ୟରେ ବାଜରା ଭଲ ଚାଷ କରାଯାଏ। ଓଡ଼ିଶାର ଗଜପତି, ଗଞ୍ଜାମ ଜିଲ୍ଲାରେ ବାଜରା ଓ ମାଣ୍ଡିଆ ଚାଷ କରାଯାଏ। ତ ଏବେ ଜାଣିବା ତନ୍ତୁ ଜାତୀୟ ଫସଲ କଣ। ତ ତନ୍ତୁ ଜାତୀୟ ଫସଲରେ କଣ ମାନେ ଆସୁଛନ୍ତି ନା କପା ଓ ଝୋଟ ହଉଛନ୍ତି ମୁଖ୍ୟ ତନ୍ତୁ ଜାତୀୟ ଫସଲ। ତ କପା ଚାଷ କେମିତି ହୁଏ, କୋଉଠି ହୁଏ, କେତେ ତାପମାତ୍ରା ଦରକାର, କୋଉ ଦେଶରେ ହୁଏ, ସେ ସବୁ ବିଷୟରେ ଏବେ ଜାଣିବା। ତ କପା ଚାଷ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳରେ କପା ଚାଷ କରାଯାଏ। କପା ଚାଷ ଅଧିକ ଉତ୍ତାପ, ଅଧିକ ବୃଷ୍ଟିପାତ ଓ ଉତ୍ତମ ଜଳସେଚନ ଦରକାର କରେ। ବିଭିନ୍ନ ପ୍ରକାର ମୃତ୍ତିକାରେ କପା ଚାଷ କରାଯାଉଥିଲେ ମଧ୍ୟ ଏହି ଚାଷ ପାଇଁ କୃଷ୍ଣ ମୃତ୍ତିକା ସର୍ବୋତ୍କୃଷ୍ଟ। ପଟୁ, ପଙ୍କ ଓ ଜୈବ ସାର ଥିବା ମୃତ୍ତିକାରେ କପା ଚାଷ ଭଲ ହୁଏ। ଚୀନ, ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ପାକିସ୍ତାନ, ବ୍ରାଜିଲ ଓ ଇଜିପ୍ଟ ବର୍ତ୍ତମାନ ମିଶର ମୁଖ୍ୟ କପା ଉତ୍ପାଦନକାରୀ ଦେଶ। ଇଜିପ୍ଟର କପା ଦୀର୍ଘ ତନ୍ତୁଯୁକ୍ତ। ଏହା ନିଶ୍ଚିତ ଭାବରେ ମନେ ରଖିବାର ବିଷୟ। ଉର୍ବର ପଟୁମାଟି, ଯଥେଷ୍ଟ ସାର ପ୍ରୟୋଗ, ଉତ୍ତମ ଜଳସେଚନ ବ୍ୟବସ୍ଥା, ସରକାରୀ ସହାୟତାର ସୁଯୋଗ ହେତୁ ଅନ୍ୟାନ୍ୟ ଚାଷ ଅପେକ୍ଷା ଇଜିପ୍ଟରେ ଅଧିକ କପା ଚାଷ କରାଯାଏ। ଏଠାରେ ଏକର ପିଛା ସବୁଠାରୁ ବେଶୀ କପା ଉତ୍ପାଦନ କରାଯାଏ। ମିଶରରେ ଏକର ପିଛା ସବୁଠାରୁ ବେଶୀ କପା ଉତ୍ପାଦନ କରାଯାଏ। ତେଣୁ ଦେଶର ରପ୍ତାନି ଦ୍ରବ୍ୟ ଗୁଡିକ ମଧ୍ୟରେ କପା ପ୍ରାୟ 3/4। ଭାରତର ତାମିଲନାଡୁ ତ୍ରିକୋଣଭୂମି ଅଞ୍ଚଳ ପ୍ରାଚୀନତମ କପା ଚାଷ ଅଞ୍ଚଳ। ଭାରତରେ ସାଧାରଣତଃ କ୍ଷୁଦ୍ର ତନ୍ତୁ ବିଶିଷ୍ଟ କପା ଚାଷ କରାଯାଇଥାଏ। ମହାରାଷ୍ଟ୍ର, ଦାକ୍ଷିଣାତ୍ୟର ଉତ୍ତର ଓ ଉତ୍ତର ପଶ୍ଚିମ ଅଞ୍ଚଳ, ମଧ୍ୟପ୍ରଦେଶ, ଗୁଜରାଟର ପୂର୍ବାଞ୍ଚଳ ଇତ୍ୟାଦି ପ୍ରଧାନ କପା ଚାଷ ଅଞ୍ଚଳ। କର୍ଣ୍ଣାଟକ ଓ ତାମିଲନାଡୁର କୃଷ୍ଣ ମୃତ୍ତିକା ଅଞ୍ଚଳର କପା କ୍ଷେତ୍ର ଭାରତ ପ୍ରସିଦ୍ଧ। ତ ଏବେ ତମ ପାଇଁ ଗୋଟେ ପ୍ରଶ୍ନ ରହିଲା, ତାକୁ ତମେ କମେଣ୍ଟ ସେକ୍ସନରେ ବତେଇବ। ମୁମ୍ବାଇ, ସୁରଟ, ଅହମ୍ମଦାବାଦ, କାଥିଆୱାଡରେ ଅନେକ ଲୁଗାକଳ କାହିଁକି ଅଛି? ଏହାର ଉତ୍ତର ତମେ କମେଣ୍ଟ ସେକ୍ସନରେ ଲେଖିପାରିବ। ତ ବିଦେଶରେ ଭାରତ ତିଆରି ରେଡିମେଡ୍ ଜାମା, ପ୍ୟାଣ୍ଟ, ଶାଢୀ, ଝିଅ ପିଲାମାନଙ୍କର ପୋଷାକର ଯଥେଷ୍ଟ ଚାହିଦା ଅଛି। ତ ଏବେ ଆମେ ଜାଣିବା ଝୋଟ ଚାଷ କିପରି କରାଯାଏ, କୋଉ ଏରିଆରେ ତାକୁ ଅଧିକା ଚାଷ କରାଯାଏ, ତା ପାଇଁ କୋଉ ମୃତ୍ତିକା ଆବଶ୍ୟକ, କେତେ ତାପମାତ୍ରା ଦରକାର, କେତେ ବୃଷ୍ଟିପାତ ଦରକାର। ତ ଝୋଟ ଚାଷ ଯୋଉ ହଉଛି, ଝୋଟକୁ ଆମେ କଣ କହୁଛୁ ନା ସ୍ୱର୍ଣ୍ଣତନ୍ତୁ ରୂପେ ଆମେ ବିବେଚିତ କରୁଛୁ। କ୍ରାନ୍ତୀୟ ଅଞ୍ଚଳରେ ଝୋଟ ଚାଷ କରାଯାଇଥାଏ। ଉର୍ବର ପଟୁମୃତ୍ତିକା, ଆର୍ଦ୍ର ଜଳବାୟୁ, ଅତ୍ୟନ୍ତ ବୃଷ୍ଟିପାତ ଝୋଟ ଚାଷ ପାଇଁ ଆବଶ୍ୟକ। ବାଂଲାଦେଶର ନଦୀ ଜଳ ପ୍ଲାବିତ ପଟୁମାଟିରେ ବ୍ୟାପକ ଭାବରେ ଝୋଟ ଚାଷ କରାଯାଏ। ବାଂଲାଦେଶ ଓ ଭାରତ ମୁଖ୍ୟ ଝୋଟ ଚାଷ ଦେଶ। ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ଉତ୍ତରପ୍ରଦେଶରେ ଝୋଟ ଚାଷ ଭଲ ହୁଏ। ଓଡ଼ିଶାର କୋଉଠି କୋଉଠି ହୁଏ ନା କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଝୋଟ ଚାଷ କରାଯାଇଥାଏ। କଲିକତାର ହୁଗୁଳି ନଦୀ କୂଳରେ ଅନେକ ଝୋଟକଳ ଅଛି। ଭାରତ ତିଆରି ଝୋଟକଳ ଦ୍ରବ୍ୟ ଦେଶ ବିଦେଶରେ ଆଦୃତ। ଭାରତ ଝୋଟରେ ତିଆରି ଅଖା, ସୁତୁଲି, ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଜିନିଷ ରପ୍ତାନି କରି ବୈଦେଶିକ ମୁଦ୍ରା ଅର୍ଜନ କରେ। ଏବେ ଆମେ ଜାଣିବା ପାନୀୟ ଫସଲ କଣ ଓ ତାଙ୍କର ଚାଷ ପ୍ରଣାଳୀ। ତ ପାନୀୟ ଫସଲ ମଧ୍ୟରେ ଚାହା ଓ କଫି ମୁଖ୍ୟ ଅଟେ। ପୃଥିବୀରେ ପ୍ରାୟ ସବୁ ଦେଶରେ ଚାହା ଓ କଫିର ଚାହିଦା ଅଛି। ତ ଚାହା ଚାଷ ବିଷୟରେ ଏବେ ଆମେ ଜାଣିବା। ପୃଥିବୀର ଅଧିକାଂଶ ଦେଶରେ ଚାହା ଏକ ପାନୀୟ ଦ୍ରବ୍ୟ ରୂପେ ବ୍ୟବହାର କରାଯାଏ। ଏହା ଏକ ରୋପଣ କୃଷି। ପାହାଡର ଗଡାଣିଆ ଅଂଶରେ ଧାଡି କରି ଚାହା ଚାଷ କରାଯାଇଥାଏ। ଚାହା ଗଛ ଉପରେ କଅଁଳିଆ ପତ୍ରକୁ ଶୁଖାଇ ଚାହା ପ୍ରସ୍ତୁତ କରାଯାଏ।
ଉଷ୍ଣ ଓ ଆର୍ଦ୍ର ଜଳବାୟୁରେ ଚାହା ଚାଷ ଭଲ ହୁଏ। ଏହା କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ବିଶେଷ ଭାବରେ କରାଯାଇଥାଏ। ଚାହା ଗଛ ଭଲ ବଢିବା ପାଇଁ 20 ଡିଗ୍ରୀରୁ 30 ଡିଗ୍ରୀ ସେଲସିୟସ୍ ତାପମାତ୍ରା, ବାର୍ଷିକ ହାରାହାରି ବୃଷ୍ଟିପାତ 150 ସେଣ୍ଟିମିଟରରୁ 200 ସେମି ଆବଶ୍ୟକ କରେ। ଗଛ ମୂଳରେ ପାଣି ଜମି ରହିଲେ ଚାହା ଗଛ ନଷ୍ଟ ହୋଇଯାଏ। ଏହି ଚାଷ ପାଇଁ ଅଧିକ ଶ୍ରମିକ ଆବଶ୍ୟକ ହୁଅନ୍ତି। ସର୍ବପ୍ରଥମେ ଚୀନରେ ଚାହା ପାନୀୟ ଦ୍ରବ୍ୟ ରୂପେ ବ୍ୟବହାର କରାଯାଉଥିଲା। ଇଂରେଜମାନଙ୍କ ଦ୍ୱାରା 1829 ଖ୍ରୀଷ୍ଟାବ୍ଦରେ ଆମ ଦେଶରେ ଉତ୍ତର ପୂର୍ବ ଅଞ୍ଚଳର ପାର୍ବତ୍ୟ ଗଡାଣିଆ ଭାଗରେ ଚାହା ଚାଷ କରାଗଲା। ସେତେବେଳେ ଏହା ଆସାମ ଚାହା ରୂପେ ପରିଚିତ ଥିଲା। ଚୀନ ଓ ଭାରତ ବ୍ୟତୀତ ଶ୍ରୀଲଙ୍କା, କେନିଆ, ବାଂଲାଦେଶ, ତାଇୱାନ, ଇଣ୍ଡୋନେସିଆ, ଆର୍ଜେଣ୍ଟିନା ପ୍ରଭୃତି ଦେଶମାନଙ୍କରେ ଚାହା ଚାଷ କରାଯାଉଛି। ଭାରତର ଆସାମ ଓ ପଶ୍ଚିମବଙ୍ଗର ଦାର୍ଜିଲିଂ ପାର୍ବତ୍ୟ ଅଞ୍ଚଳରେ ଅନେକ ଚାହା ବଗିଚା ଅଛି। ଦକ୍ଷିଣ ଭାରତର ନୀଳଗିରି ଓ କେରଳରେ ଚାହା ଚାଷ କରାଯାଏ। ଏହା ଭାରତର ଏକ ପ୍ରଧାନ ପଣ୍ୟ ଦ୍ରବ୍ୟ। ଭାରତୀୟ ଚାହାର ବିଦେଶରେ ବିଶେଷ ଚାହିଦା ଥିବାରୁ ଗ୍ରେଟ୍ ବ୍ରିଟେନ, ଫ୍ରାନ୍ସ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଅଷ୍ଟ୍ରେଲିଆ ପ୍ରଭୃତି ଦେଶମାନଙ୍କୁ ରପ୍ତାନି କରାଯାଇଥାଏ। ଓଡ଼ିଶାର କୋଉଠି ମାନେ ଆଜିକାଲି ଓଡ଼ିଶାର କଳାହାଣ୍ଡି, କୋରାପୁଟ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଚାହା ଚାଷ କରାଯାଉଛି। ତ ଚିତ୍ର ନମ୍ବର 3.9ରେ ଦେଖିପାରୁଥିବ କଫି ଚାଷର ଚିତ୍ର। ତ ଏବେ ଆମେ ଜାଣିବା କଫି ଚାଷ କେମିତି ହୁଏ। ତ କଫି ଚାହା ପରି ଏକ ପାନୀୟ ଦ୍ରବ୍ୟଟେ, ଏହା ଆମେ ଜାଣିଛୁ। ଏହା ମଧ୍ୟ କ୍ରାନ୍ତିମଣ୍ଡଳର ରପଣ କୃଷି ଅଟେ। କଫି ଫସଲ ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଏବଂ ନିଗିଡା ମାଟିରେ ଭଲ ଭାବରେ ହେଇଥାଏ। 18 ଡିଗ୍ରୀରୁ 28 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ କରିଥାଏ। ବାର୍ଷିକ ହାରାହାରି ବୃଷ୍ଟିପାତ 150 ସେଣ୍ଟିମିଟରରୁ 200 ସେଣ୍ଟିମିଟର, ସମୁଦ୍ର ପତନ ଠାରୁ 350 ମିଟରରୁ 1830 ମିଟର ଉଚ୍ଚତାରେ ଥିବା ଗଡାଣିଆ ସ୍ଥାନ ମାନଙ୍କରେ କଫି ଚାଷ କରାଯାଇଥାଏ। ଲାଭା, ମୃତ୍ତିକା, ତରସା ଓ ବାଲିଆ ମାଟିରେ କଫି ଚାଷ ଭଲ ହୁଏ। ଟାଣ ଖରା ଅପେକ୍ଷା କଫି ଚାଷ ହାଲୁକା ଛାଇ ଦରକାର କରିଥାଏ। କଫି ଚାଷ ପାଇଁ କଣ ଦରକାର ନା ଟାଣ ଖରା ଅପେକ୍ଷା ସେ ହାଲୁକା ଛାଇ ଦରକାର କରିଥାଏ। ମାତ୍ର ବର୍ଷା କିମ୍ବା କୁହୁଡିରେ କଫି ଫସଲ ନଷ୍ଟ ହେଇଯାଏ। ତ ବ୍ରାଜିଲ ଦେଶର ସାଓ ପାଉଲୋ ମାଓ ଅଞ୍ଚଳ ପୃଥିବୀର ବୃହତ୍ କଫି ଚାଷ ଅଞ୍ଚଳ। ଏହାକୁ ନିଶ୍ଚିତ ଭାବରେ ମନେ ରଖିବାର ବିଷୟ। ତେଣୁ ପେରୁ, କେନିଆ, ଆଇଭରି କୋଷ୍ଟ, ମାଲାଗାସି, ଫିଲିପାଇନ୍ସ ଓ କଲମ୍ବିଆ ଦେଶମାନଙ୍କରେ କଫି ଚାଷ କରାଯାଇଥାଏ। ପୃଥିବୀରେ ଉତ୍ପନ୍ନ ହେଉଥିବା କଫି ଫସଲର ମାତ୍ର 4% ଭାରତରେ କରାଯାଇଥାଏ। କିନ୍ତୁ ଭାରତର କଫି ଉତ୍କୃଷ୍ଟ ଅଟେ। ତେଣୁ ୟୁରୋପ ଓ ଅଷ୍ଟ୍ରେଲିଆ ମହାଦେଶରେ ଏହାର ଚାହିଦା ଅଧିକା। ଦକ୍ଷିଣ ଭାରତର କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ କଫି ଚାଷ କରାଯାଏ। କୁର୍ଗ, ନୀଳଗିରି, ଆନାମାଲାଇ ଓ ମାଲବାର ପାର୍ବତ୍ୟାଞ୍ଚଳରେ ବ୍ୟାପକ ଭାବରେ କଫି ଚାଷ କରାଯାଏ। ଓଡ଼ିଶାର କୋଉଠି ହୁଏ ନା କୋରାପୁଟ ଓ ନବରଙ୍ଗପୁରରେ କଫି ଚାଷ କରାଯାଏ। ତ ତମ ପାଇଁ ଜାଣିବାର ବିଷୟ କଣ ହଉଛି ନା ଖ୍ରୀଷ୍ଟାବ୍ଦ 1850ରେ ଆରବୀୟ ପଶୁପାଳକ କାଲଦି କଫି ଗଛର ପତ୍ର ଖାଉଥିବା ନିଜର ପଶୁମାନଙ୍କ ଠାରେ ଏକ ଅଦ୍ଭୁତ ଆଚରଣ ଲକ୍ଷ୍ୟ କଲେ। କୌତୂହଳବଶତଃ ସେହି ଗଛର ଫଳକୁ ନିଜେ ଚାଖି କାଲଦି ମନରେ ଏକ ନୂତନ ଉନ୍ମାଦନ ଅନୁଭବ କଲେ। ଏହାପରେ ସାରା ପୃଥିବୀରେ କଫିର ଗୁଣ ଜଣାପଡ଼ିଲା। ତମ ପାଇଁ କାମ। ତ ଏବେ ହେଲା ମନେ ରଖିବା ବିଷୟ କୃଷି। ତ ଫସଲ ହଉଛି କଣ ନା ଗହମ ଫସଲ। ପୃଥିବୀର କୋଉ କୋଉ ଦେଶରେ ହଉଛି ନା ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ରୁଷିଆ, ୟୁକ୍ରେନ ଓ ଭାରତରେ ଗହମ ଚାଷ ଅଧିକ ପରିମାଣରେ ହଉଛି। ଭାରତର କୋଉ କୋଉ ରାଜ୍ୟରେ ହଉଛି ନା ରାଜସ୍ଥାନ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ। ଓଡ଼ିଶାର କେଉଁ ଜିଲ୍ଲାରେ ଗହମ ଚାଷ କରାଯାଉଛି ନା କଟକ ଓ ବାଲେଶ୍ୱର ଜିଲ୍ଲାରେ। ଏବେ ଆମେ ଜାଣିବା ଧାନ ଚାଷ କୋଉ ଦେଶରେ ଅଧିକ ହଉଛି। ଚୀନ, ଜାପାନ, ବାଂଲାଦେଶ, ଶ୍ରୀଲଙ୍କା, ମିଶର ଓ ଭାରତରେ। ଭାରତର କୋଉ କୋଉ ରାଜ୍ୟରେ ଧାନ ଚାଷ ଅଧିକ ହଉଛି ନା ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ଉତ୍ତରାଖଣ୍ଡ। ଆଉ ଓଡ଼ିଶାର କଟକ, ବରଗଡ଼, ସମ୍ବଲପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଅଧିକ ଧାନ ଚାଷ କରାଯାଉଛି। ତ ମକା ଚାଷ କୋଉ କୋଉ ଦେଶରେ ହଉଛି ନା ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ, ଚୀନ, ମେକ୍ସିକୋ, କାନାଡା, ରୁଷିଆ ଓ ଭାରତରେ ଅଧିକ ମକା ଚାଷ ହଉଛି। ଭାରତର ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଜାମ୍ମୁ କାଶ୍ମୀର ଏବଂ ଓଡ଼ିଶାର ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ଅଧିକ ମକା ଚାଷ କରାଯାଉଛି। ବାଜରା ଚାଷ କୋଉଠି କୋଉଠି ହଉଛି ନା ଭାରତ, ଚୀନ, ନାଇଜରରେ, ଆଉ ଭାରତର ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକା ବାଜରା ଚାଷ କରାଯାଏ। ତ ଏବେ ଜାଣିବା ତନ୍ତୁ ଜାତୀୟ ଫସଲ ଯେପରି କପା। କପା ଚୀନ, ଭାରତ, ପାକିସ୍ତାନ, ଇଜିପ୍ଟ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଭଳି ଦେଶରେ ଅଧିକ ଚାଷ କରାଯାଉଛି। ଭାରତର ଗୁଜୁରାଟ, ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶରେ ଅଧିକ ଚାଷ କରାଯାଉଛି ଏବଂ ଓଡ଼ିଶାର ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଅଧିକ କପା ଚାଷ କରାଯାଉଛି।
ତ ଝୋଟ ଚାଷ କୋଉ କୋଉ ଦେଶରେ ହଉଛି ନା ବାଂଲାଦେଶ ଓ ଭାରତରେ ଅଧିକ ଝୋଟ ଚାଷ ହଉଛି ଓ ଭାରତର ପଶ୍ଚିମବଙ୍ଗ, ଆସାମ, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ଅଧିକ ଚାଷ ହଉଛି ଏବଂ ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁରରେ ଅଧିକ ଝୋଟ ଚାଷ ହଉଛି। ତ ଏବେ ଜାଣିବା ପାନୀୟ ଫସଲ କୁ ଯେପରିକି ଚାହା। ଚାହା କୋଉ କୋଉ ଦେଶରେ ଅଧିକ ହଉଛି? ଚୀନ, ଜାପାନ, ଭାରତ, ଶ୍ରୀଲଙ୍କା, ବାଂଲାଦେଶ, କେନିଆ, ଇଣ୍ଡୋନେସିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ ଦେଶରେ ଅଧିକ ଚାହା ଚାଷ କରାଯାଏ। ଭାରତର ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳରେ ଅଧିକ ଚାହା ଚାଷ ପାଇଁ କରାଯାଏ। ଓଡ଼ିଶାର କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ ଅଧିକ ଚାହା ଚାଷ କରାଯାଏ। ଆମେ ପଢିଲୁ। କଫି ଚାଷ ବ୍ରାଜିଲ, ପେରୁ, କେନିଆ, ଭାରତ, ମାଲାଗାସି, ଆଇଭରି କୋଷ୍ଟ, ଫିଲିପାଇନ୍ସରେ ଅଧିକ କଫି ଚାଷ କରାଯାଏ ଏବଂ ଭାରତର କର୍ଣ୍ଣାଟକ, ତାମିଲନାଡୁ, କେରଳ ଏବଂ ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ କଫି ଚାଷ କରାଯାଏ। ତ ଏବେ ଆମ ବିଷୟ ସରିଯାଇଛି। ଯଦି ଏଇ ଭିଡିଓରେ କିଛି ଆପଣମାନଙ୍କର ଡାଉଟ୍ ରହିଛି କମେଣ୍ଟ ସେକ୍ସନରେ ପଚାରି ପାରିବେ କିମ୍ବା ଆମ ଟେଲିଗ୍ରାମ ଚ୍ୟାନେଲ ଉତ୍କଳ ଆଇକ୍ୟୁରେ ଯାଇ ଜଏନ୍ କରି ସେ କ୍ୱେଶ୍ଚନ୍ ପଚାରି ପାରିବେ। ତେଣୁ ଯଦି ଆପଣ ଏ ଭିଡିଓ ଦେଖୁଛନ୍ତି, ଆମ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ ଏବଂ ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନ ଅପସନକୁ ଅନ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ଧନ୍ୟବାଦ।